ଆମର ଶତ୍ରୁ କିଏ? ଆମ ମନରେ ଥିବା ଦୁଇଟା ପ୍ରଶ୍ନ ଆମର ସବୁଠାରୁ ବଡ଼ ଶତ୍ରୁ। କ'ଣ ସେ ଦୁଇଟା? ଫାର୍ଷ୍ଟ ୱାନ୍, ଲୋକ କ'ଣ କହିବେ। ମୁଁ ଏଇଟା କଲେ ଲୋକ କ'ଣ କହିବେ, ମୁଁ ସେଇଟା କଲେ ଲୋକ କ'ଣ କହିବେ, ମୁଁ ଯଦି ଏମିତି କରେ ଲୋକ କ'ଣ କହିବେ, ମୁଁ ଯଦି ଏମିତି ଭାବୁଛି ଲୋକ କ'ଣ କହିବେ। ଏମିତି ବି ଅଛି ଲୋକଙ୍କ ମନରେ, ଅନକହି ବାତେ ଯେଉଁଟା କହନ୍ତି। ଫାର୍ଷ୍ଟ ପଏଣ୍ଟ ଏଇଟା। ସେକେଣ୍ଡ ପଏଣ୍ଟ, ମୋର ଭାଗ୍ୟଟା ଖରାପ। ଭାଗ୍ୟ କର୍ମ ପରସ୍ପର ପରିପୂରକ। ବହୁତ ଆଗରୁ କରାଯାଉଥିବା କର୍ମ ହିଁ ଆମର ଭାଗ୍ୟ ରୂପରେ ଆମ ଆଗକୁ ଆସେ। ଅନନୋଇଂଲି ହଉ ନୋଇଂଲି ହଉ। ଭାଗ୍ୟ ଖରାପ ଅଛି ତ, ମୋର 10 ମହଲା ବିଲ୍ଡିଂରେ ଲିଫ୍ଟ ନାହିଁ ତ, ଷ୍ଟେୟାରକେସ୍ ଅଛି, କର୍ମ ଚଢ଼ି ଚଢ଼ି ଯିବା। ନିଜ ପାଇଁ ଆମେ ସିଡ଼ି ବି ଚଢ଼ିପାରିବାନି, ଆମେ ନିଜ ପାଇଁ ବି କର୍ମ କରିପାରିବାନି, ତାହେଲେ ଅନ୍ୟ ପାଇଁ କ'ଣ କରିବା, ସମାଜ ପାଇଁ କ'ଣ କରିବା? ନିଜ ପାଇଁ କର୍ମ କରିପାରିବା, ସେ ଭାଗ୍ୟ ରୂପରେ ପ୍ରତିଫଳିତ ହେବ। ଏଇ ଦୁଇଟା ମନର ବିଶାଳ କୋଶ୍ଚିନ୍, ମଣିଷ ମାନୁ ବା ନ ମାନୁ, ଏଇ ଦୁଇଟା ଲାଇନ୍ ହିଁ ଆମର ସବୁଠାରୁ ବଡ଼ ଶତ୍ରୁ।